ଏଇଟା ତ ଗାଁ ନୁହଁ ମନ୍ଦିର ମାଳିନୀ ଗାଁ। ଏଠି ଯେତେ ସବୁ ପୁରୁଣା ମନ୍ଦିର ଅଛି ଯେତେ ଶିଳାଲେଖ ଅଛି ସେସବୁ ଉପରେ ଷ୍ଟଡି କରିବା ପାଇଁ ମୋତେ ପାଖାପାଖି 6 ମାସ ଅଧିକ ଲାଗିଯିବ। ହଁ ମୁଁ ଏବେ ବାବା ଜଗତେଶ୍ୱର ମନ୍ଦିରକୁ ଯିବି। ରଖୁଛି ବାଏ। ହାଏ ଇଏ ସେଇ ଝିଅ ତ। ହାଏ ଓ ମ୍ୟାଡାମ ତମେ କିଏ? ଉର୍ବଶୀ ମେନକା ରମ୍ଭା ନା ତାଙ୍କ ମାଉସୀ ଝିଅ? ମାଇ ସେଲ୍ଫ ପ୍ରୀତି ପ୍ରୀତି ପଟ୍ଟନାୟକ। ସିଲେଟ କ'ଣ ଆମେ ଜାଣୁନା ମ୍ୟାଡ଼ାମ। ଖାଣ୍ଟି ଓଡ଼ିଆ ଟୋକା। ଓଡ଼ିଆ କହୁ ଓଡ଼ିଆ ଶୁଣୁ। ଯାହା କହିବାର ଅଛି ଓଡ଼ିଆରେ କୁହ। ତମ ନାଁଟା? ମୋ ନାଁ ପ୍ରୀତି ପ୍ରୀତି ପଟ୍ଟନାୟକ। ଓ ମଣି କୋଉଠୁ ଆସିଛ? ସ୍ୱର୍ଗରୁ, ନନ୍ଦନକାନନରୁ ନା କୁଞ୍ଜବନରୁ? ବାଙ୍ଗାଲୋରରୁ ଆସିଛି। କ'ଣ ପାଇଁ ଆସିଛ? କ'ଣ ପ୍ରେମ କିଣିବାକୁ ନା ପ୍ରୀତି ବାଣ୍ଟିବାକୁ? ନାଇଁ ନାଇଁ ସେସବୁ ପାଇଁ କିଛି ବି ନୁହଁ। ମୁଁ ଭାରତରେ ଥିବା ପୁରୁଣା ମନ୍ଦିର ଓ ଶିଳାଲେଖ ଉପରେ ବାଙ୍ଗାଲୋର IITରେ ରିସର୍ଚ୍ଚ କରୁଛି। ତା ଛଡ଼ା ଏ ଗାଁରେ ଅନେକ ପୁରୁଣା ମନ୍ଦିର ଓ ଖୋଦେଇ ପଥର ଶିଳାଲେଖ ଅଛି। ସେଇ ସବୁ ଉପରେ ରିସର୍ଚ୍ଚ କରିବାକୁ ମୁଁ ଏ ଗାଁକୁ ଆସିଛି। ଓଇଠୁ ଓଇଠୁ ଏତେ କଥା ପଚାରକୁ ଆପଣ ମାନେ କିଏ? କ'ଣ ଏ ଗାଁର ଗୁଣ୍ଡା? ଆମେ ଭୁଲ କଲେ ମିସ୍। ଏମାନେ ଗୁଣ୍ଡା ନୁହଁ, ଏମାନେ ଗୋଟେ ଗୋଟେ ଛୁଆ ବାଘ। ମା ବାଘ ଶିକାର ଦେଖିଲେ ସିଧା ଅଟକ କରି ମାରିଦିଏ ଖାଇ। ହେଲେ ଏମାନଙ୍କ ଶିକାର କରିବା ଟାଇମ୍ ଟିକେ ଅଲଗା। ଏମାନେ ଶିକାର ମାଂସ ଖାଇବା ପୂର୍ବରୁ ତା ସହିତ ଟିକେ ଖେଳନ୍ତି ଆଉ ତାକୁ ଟିକେ ଖେଳାନ୍ତି। ଆଉ ଶିକାର ହାଲିଆ ହେଇଗଲା ପରେ ଗୁମ୍ଫାକୁ ନେଇ ଛାଡ଼ି ଦେଇ ଆସନ୍ତି। ଭାଇ ମାଲଟା ପୁରା ଚିକଣ ହେଇଛି। ଆମ ଗାଁକୁ ନୂଆ ଆସିଛି, ଫାସରେ ବାନ୍ଧି ଗୁମ୍ଫାକୁ ନେଇଯିବା। ଗୁଡୁନ ସବୁ ଜାଗାରେ ଦୁଷ୍ଟାମି ଚଳେଇନି। ତୁ କହିଲୁ ମ୍ୟାଡାମ ପ୍ରଥମ ଥର ପାଇଁ ଗାଁକୁ ଆସିଛନ୍ତି। ସେ ଆମ ଅତିଥି। କଥାରେ ଅଛି ଅତିଥି ଦେବ ଭବ। ମ୍ୟାଡାମ ଭାଇଛ ତେଜ ମହାପାତ୍ର, ସନ ମିନୁ ମହାପାତ୍ର, ସାରି ଦେଲାରେ ଚା। ଏଇ ଗାଁ ମୁଣ୍ଡରେ ଆମ ଘର। ଆପଣ କିଛି ଅବଜେକ୍ସନ ନଥାଏ, ଆପଣ ଆମ ଘର ରହିପାରିବେ। ସେ କଥା ମୁଁ ଚିନ୍ତା କରିବି। ତଥାପି ସାହାଯ୍ୟର ହାତ ବଢ଼ିଥିବାରୁ ଆପଣଙ୍କୁ ଧନ୍ୟବାଦ। ଓକେ ଓକେ ଯାଉ କେହି ମତେ ମିଠା କଥା ମୋ ଦିଲ୍ ପୁରା ଗାର୍ଡେନ ଗାର୍ଡେନ କଥା। ଆସୁଛି। ଏଇ ଶୁଣ ମ୍ୟାଡାମ ଏତେ ବାଟରୁ ଆସିଛନ୍ତି, ଘର ଆଡ଼େ ଆସୁନାହାନ୍ତି? ପଖାଳ ଭାତ, ଶାଗ ଭଜା, ଶୁଖୁଆ। ନୋ ଥ୍ୟାଙ୍କ୍ସ, ସେସବୁ କିଛି ବି ଦରକାର। ସାରି ଦେଲାରେ ଚା। ଗୁଡୁନ ପୁଣି ଦୁଷ୍ଟ। ମ୍ୟାଡାମ ସ୍ମାର୍ଟି ସିଟି ଝିଅ ବେଙ୍ଗଲୋରୁ ଆସିଛନ୍ତି, ସେ ପଖାଳ ଭାତ ବୁଝିପାରିବେ? ଆଉ ତାଙ୍କୁ ଇଂଲିଶରେ କହ ୱାଟର ରାଇସ୍। ମ୍ୟାଡ଼ାମ ତ ସାହସ କେମିତି ହେଲା ମୋ ହାତ ଧରିବାକୁ? ମ୍ୟାଡାମ ଆମର ଭୁଲ ହେଇଯାଇଛି ମ୍ୟାଡାମ, ମୁଁ କ୍ଷମା କରୁଛନ୍ତି ମ୍ୟାଡାମ। ମ୍ୟାଡାମ ଭୁଲ ହେଇଯାଇଛି ମ୍ୟାଡାମ। ବାଘ ଆଲୋ ଆଶ୍ଚର୍ଯ୍ୟ ହଉଛି। ଜଳବାୟୁର ପରିବର୍ତ୍ତନ ପୃଥିବୀପୃଷ୍ଠରୁ ବାଘମାନେ ଲୋପ ପାଇଲେଣି ସତ, ହେଲେ ଆମ ଓଡ଼ିଶାରେ କିଛି କୋକିସିଆର ବାଘ ପୋଷାକ ମିଳି ନିଜକୁ ମହାବଳ ବୋଲି ଘୋଷଣା କରୁଛନ୍ତି। ସେମାନଙ୍କ ମଧ୍ୟରୁ ଏମାନେ କେଇଟା ମହାବଳ ବାଘ। ତୁ ହଉଛୁ ପ୍ରଥମ ଝିଅ ମୋ ଛୁଆଙ୍କ ଦେହରେ ହାତ ଦେଇଛୁ। ଆଜି ଦେଖିବୁ ବାଘ ମଳରେ ହରିଣୀ ପଶିଲେ ବାଘମାନେ କେମିତି ଖୁସିରେ ବାଘ ନାଚ କରନ୍ତି। ଏ ଡବୁଲ ମ୍ୟୁଜିକ ଷ୍ଟାର। ଏଥର ମହାବଳ ଅଟକ ଖାଇବାକୁ ପ୍ରସ୍ତୁତ ହେଇଯା। ମେସି ବାଙ୍ଗଲୋର।